कौन गुड मॉर्निंग केमती सब ठीक ठाक। ଆଜ୍ଞା ମ୍ୟାମ୍ ଭଲ ଅଛି। कॉन्ग्रेचुलेशंस फाइनली हैं। थैंक यू सो मच ମ୍ୟାମ୍। ଆଉ ଆପଣ ପାଇଁ ତ ଆଡମିସନ ହେଇଗଲା। ଆଡମିସନ ହେଇଗଲା ମ୍ୟାମ୍, କାଲି ଯାଇ କରିଦେଲି ମ୍ୟାମ୍। ତ ଯଦି ମୁଁ କହିବି ତମେ ପ୍ରିପାରେସନ କେବେଠୁ କରୁଥିଲ ସତ କଥା କହିବ ହଁ। ମ୍ୟାମ୍ ଆଜ୍ଞା ମ୍ୟାମ୍ ସତ କଥା କହିବି ମ୍ୟାମ୍, ମୋର ତ 2025 ମୁଁ ପାସ୍ ଆଉଟ୍ ଗ୍ରାଜୁଏସନ୍। ସେତେବେଳେ 2025 ହଁ। ଆଜ୍ଞା ସେତେବେଳେ ମୁଁ ଫାଷ୍ଟ ପିଜି ପାଇଁ ପକେଇଥିଲି, ବିଏଡ୍ ପାଇଁ ପକେଇ ନଥିଲି। ମୋର ଆଜ୍ଞା। ତ ମନେ ଅଛି ବିଏଡ୍ ପାଇଁ ଲାଷ୍ଟ ଡେଟ୍ ଥିଲା ଏପ୍ରିଲ 10 ତାରିଖ ମାନେ 2025 ରେ। ମୁଁ ହୁଁ ସେ ହୁଁ। ଲାଷ୍ଟ ତାରିଖର ରାତି 11ଟାରେ ପକେଇଥିଲି, 11:30 ସରିବ ମୁଁ 11ଟାରେ ପକେଇଥିଲି ମ୍ୟାମ୍। ମାନେ ସେମିତି କିଛି ପ୍ରିପେୟାର ନଥିଲି କି ପଢିନଥିଲି କି ଜାଣିନଥିଲି କୋର୍ସ କଣ ମାନେ ସିଲାବସ କଣ କିଛି ଜାଣିନଥିଲି, ପକେଇବା କଥା ପକେଇ ଦେଇଥିଲି ସେମିତି। ପିଜି ଟା ମୋର ବହୁତ ଖରାପ ହେଇଥିଲା, ମାନେ ବହୁତ ଖରାପ ହେଇଥିଲା, 9 ମାର୍କ ଥିଲା ମୋର ଜୁଲୋଜିରେ ହେଲା। ଆଉ ଯେତେବେଳେ ମୁଁ ମାନେ ଠିକ। ବିଇଡି ମୋର ଭାଇର ବାହାଘର ଥିଲା ସେଇ ବର୍ଷ 2025 ରେ। ମୋ ପାଖରେ 10 ଦିନ ଥିଲା, ବିଏଡ୍ ଏକ୍ଜାମ ଅଛି ଜୁନ 1 ତାରିଖ। ମୁଁ ମେ 20 ରୁ ପଢା ଷ୍ଟାର୍ଟ କଲି। ତ ମୁଁ 10 ଦିନରେ ADA 247 କୁ ଫଲୋ କରିଥିଲି। ଗାୟତ୍ରୀ ମ୍ୟାମଙ୍କ କ୍ଲାସ କରିଥିଲି ରିଜନିଂ, ମୋ ରିଜନିଂ 10 of 10 ଥିଲା, ପୁରା ମ୍ୟାମ୍ ପୁରା ଫୁଲ ମାର୍କ ଥିଲା। ଆପଣଙ୍କର ବାୟୋଲୋଜି କ୍ଲାସ କରିଥିଲି ମ୍ୟାମ୍। ସେଇଠୁ ମ୍ୟାମ୍ ମୋର ଇଣ୍ଟରେଷ୍ଟ ଟା ବଢିଗଲା। ତ ମୁଁ ସେଇ ଇୟର ତ ହେଇନଥିଲା, ହେଇ ବି ନଥାନ୍ତା 10 ଦିନରେ କେମିତି ହେଇଥାନ୍ତା ମ୍ୟାମ୍। ମୋର 30 ମାର୍କ ଥିଲା ମ୍ୟାମ୍। ତ ମୁଁ ହୁଁ। ସେଟା ବିଏଡ୍ ପାଇଁ ଇଣ୍ଟରେଷ୍ଟ ବଢିଥିଲା। ତ ମୁଁ ଘରେ କହିଲି, ଘରେ କହୁଥିଲେ ବିଟେକ୍ କରିଦବା ପାଇଁ। ମୁଁ ମନା କରି ମୁଁ କହିଲି ନାଇଁ ମୁଁ ବିଏଡ୍ ପାଇଁ କରିବି, ମତେ ଗୋଟେ ବର୍ଷ ଟାଇମ୍ ଦିଅ, ମୁଁ ଯାହା ହେଲେ କରିକି ଦେଖେଇବି। ତ ସେଇଠୁ ମୋ ଷ୍ଟାର୍ଟ ହେଲା ସାର୍। ଆଉ ଆର ବର୍ଷ ଯୋଉ ଆପଣ କରିଥିଲେ ମାନେ ସକ୍ସେସ୍ ଷ୍ଟୋରି କରିଥିଲେ ମ୍ୟାମ୍, ସେଇଟା ମୁଁ ନିହାତି 4-5 ଥର ଦେଖିଥିବି। ଏମିତି କି ଏଇ ଇୟର ମେ 30 ତାରିଖ ରାତିରେ ମୁଁ ସେ ସକ୍ସେସ୍ ଷ୍ଟୋରି ଦେଖିଛି। ମୁଁ ନିଜେ ଭାବିଛି ଯେ ମୁଁ ନିଜେ ଦିନେ ଏଠିକି ଆସିବି, ମୁଁ ନିଜେ ବି ମୋ କଥା କହିପାରିବି। ସେଇଟା ମୁଁ ବହୁତ ଇନ୍ସପିରେସନ ନେଇଥିଲେ ଏଇଟା। ମାନେ ୟୁ ମ୍ୟାନିଫେଷ୍ଟେଡ ଦ୍ୟାଟ ସକ୍ସେସ୍ ଷ୍ଟୋରି, ମାନେ ମୁଁ ବି କରିବି ଆଣ୍ଡ ତମେ କଲ। ଆଜ୍ଞା ଆଜ୍ଞା ମ୍ୟାମ୍। ମାନେ ମୁଁ ସେଇଟା ବହୁତ ଗୋଟେ କରିବାକୁ ମାନେ ବହୁତ ଇଚ୍ଛା ଥିଲା। ମୁଁ 4 ଥର ନିହାତି ଦେଖିଥିବି ସେ ପଡକାଷ୍ଟ ଆପଣଙ୍କର ମ୍ୟାମ୍। ଆଚ୍ଛା ହଁ, ଆମର ଯୋଉ ନିଖିଲଙ୍କ ସହିତ ମୁଁ କରିଥିଲି। ଆଜ୍ଞା ହଁ ସେ ତ ହଁ। ଏବେ ତାଙ୍କର ତ ସେକେଣ୍ଡ ଇୟର ଚାଲିଛି, ସେକେଣ୍ଡ ଇୟର ହଁ ସେକେଣ୍ଡ ଇୟର ଚାଲିଛି। ଲାଷ୍ଟ And 25 ରେ ବି ଆପଣ କରିଥିଲେ, ସେଟା ତ 2026 ରେ କରିଥିଲେ, 25 ରେ ହଁ ବି ହଁ କରିଥିଲେ। 25 ରେ ଆଜ୍ଞା କରିଥିଲୁ ହଁ। ଆଚ୍ଛା ସେଇଟା ମୁଁ ତମର ପିଲାମାନଙ୍କୁ ଟିକେ ଜଣେଇ ଦିଅ କୋଉଠି ତମର ଆଡମିସନ ହେଇଛି। ମ୍ୟାମ୍ ମୋର ରାଜଧାନୀ କଲେଜରେ ହେଇଛି। ହଁ 50 ତମର 50 ପଏଣ୍ଟ ମାର୍କ ମୋର ରହିଛି ଜେନେରାଲ। 50 ପଏଣ୍ଟ କେତେ? 5। 50.5 ମାନେ ତମର ଗଭର୍ଣ୍ଣମେଣ୍ଟରେ ହେଇପାରିଥାନ୍ତା, ବଟ୍ ତମେ ଅପ୍ଟ କଲ ସେଲ୍ଫ ଫାଇନାନ୍ସ। କଟକ ଯିବା ଆସିବା କରି ରାଧାନାଥ ମ୍ୟାମ୍ ହେଲା ନାହିଁ। ହୁଁ ରାଧାନାଥ ହୁଁ। ଭାଇ ପାଇଁ ବହୁତ କଷ୍ଟ ହେଲା। ରାଧାନାଥ ପାଇଁ ଚେଷ୍ଟା କରିଥିଲି, ହେଲା ନାହିଁ। ଯୋଉଠି ହେଲା ଭୁବନେଶ୍ୱର କଟକରେ ଚାହୁଁଥିଲି, ତ ରାଜଧାନୀରେ କରିଦେଲି ମ୍ୟାମ୍। ଆସିଲା କରିଦେଲି। ଆଚ୍ଛା ମାନେ ଯଦି ତମେ ସ୍ଲାଇଡ୍ ଅପ୍ କରିଥାନ୍ତ ମେ ବି ତମର ହେଇଯାଇଥାନ୍ତା ମାନେ ଆଜ୍ଞା ଗଭର୍ଣମେଣ୍ଟରେ। କିନ୍ତୁ ଆଜ୍ଞା। ଜଷ୍ଟ ମାନେ ତମ ପାଇଁ ପାଖ ହବ, ସୁବିଧା ହବ ବୋଲି ତମେ ରାଜଧାନୀରେ କଲ। ମୋ ଭଉଣୀ ରହନ୍ତି ତ ନୟାପଲ୍ଲୀରେ ମ୍ୟାମ୍, ସେଇଠି ପାଖ ହବ, ମୁଁ ସେଥିପାଇଁ ଆଚ୍ଛା। ଏଠି ଯିବା ଆସିବା କରେ। ଆଚ୍ଛା ଯୋଉ ଷ୍ଟୁଡେଣ୍ଟସ୍ ମାନେ ଆମକୁ ଦେଖିବେ, ତମେ ତାଙ୍କୁ କଣ କହିବା ପାଇଁ ଚାହୁଁଛ? ଫାର୍ଷ୍ଟ ତ ମାନେ ତମେ 2025ରେ ଜଷ୍ଟ ଖାଲି ରାଣ୍ଡମ ଭରି ଦେଇଥିଲ, 30 ମାର୍କ ଆଜ୍ଞା ରଖିଥିଲ, 10 ଦିନ ପାଖାପାଖି ତମେ ପଢିଥିଲ ଆକର୍ଡିଂ ଟୁ ୟୁ। ତାପରେ ସେଟା ସରିଲା ପରେ ଫେର କେମିତି କଣ ଷ୍ଟାର୍ଟ କଲ? ମାନେ ଫେର ଯେହେତୁ ତମର ମାନେ ଇନର ମୋଟିଭେସନ ଥିଲା କି ମା ବାପାଙ୍କ ଠାରୁ ତମେ ବର୍ଷେ ଟାଇମ ଆଣିଥିଲ, ତ ଆଜ୍ଞା। ଏଇ ବର୍ଷେ ଭିତରେ ତମେ କଣ କଣ କଲ? ମାନେ ମ୍ୟାମ୍ କଣ ଫାଷ୍ଟ ଚାଲିଥିଲା? ମୁଁ ମାନେ ମୋର ମାଇଣ୍ଡ ସେଟ୍ ଥିଲା କି ମୁଁ ଆଡ୍ଡାରେ ହିଁ ନେବି ସବସ୍କ୍ରିପସନ, ଆଡ୍ଡାରେ ହିଁ କ୍ଲାସ କରିବି। ତ ମୁଁ ଯେତେବେଳେ ଜୁନ୍ ମାସ ବୁଝିଲି, ସେତ ଜୁନ୍ ମାସ ସିଟ୍ ଫୁଲ ହେଇଯାଇଥିଲା, ନଥିଲା। ତ ଜୁଲାଇ ହୁଁ ହୁଁ। ମାସରେ ଆସିବ ବୋଲି ମତେ ଅସ୍ମିତା ମ୍ୟାମ୍ ଥିବେ ଜଣେ, ସେ ଆଚ୍ଛା କହିଥିଲେ। ମୁଁ ତାଙ୍କ ସହିତ କଣ୍ଟାକ୍ଟ କରିଥିଲି, ମ୍ୟାମ୍ କହିଥିଲେ। ଜୁଲାଇ 26ରୁ ମୁଁ କ୍ଲାସ ଷ୍ଟାର୍ଟ କରିଥିଲି। ଆଉ ମ୍ୟାମ୍ ମୁଁ ସବୁବେଳେ ଲାଇଭ୍ କରେ କି ନ କରେ, କିନ୍ତୁ ଡେଲି କ୍ଲାସ ରେକର୍ଡ କ୍ଲାସ ସାରିଦିଏ, କ୍ଲାସ ସାରିଦିଏ। ସେଇଟା ହେଲ୍ପଫୁଲ କରିଥିଲା ମତେ। ମାନେ ଡେଲି ତାପରେ ବର୍ଷ ରେଗୁଲାର ଯାଏ କ୍ଲାସ ମୁଁ ହିଁ। ହଁ ରେଗୁଲାର କ୍ଲାସ। ରେଗୁଲାର ତାପରେ କ୍ଲାସ କରୁଥିଲି ମ୍ୟାମ୍। ଆଉ ମ୍ୟାମ୍ ଆମର ଡିସେମ୍ବର ଭିତରେ କୋର୍ସ ତ ସରିଯାଇଥିଲା ପୁରା, ପାଖାପାଖି ସବୁ ସରିଯାଇଥିଲା। ଖାଲି କଣ ଗୋଟେ ଦିଟା ବାକି ଥିଲା ସବଜେକ୍ଟ କିଛି, ନହେଲେ ବାକି ସବୁ ସରିଯାଇଥିଲା। ଜାନୁଆରୀ ମାସରୁ ମୁଁ ୱାଇଟି କଣ୍ଟିନ୍ୟୁ କରିଥିଲି। ମାନେ ୱାଇଟିରେ ଏଇଟା ଗୋଟେ କଥା କହିବାକୁ ଚାହିଁବି ଯେ ଖାଲି ADA 247 ନୁହଁ, ଯେତେ ସାରା ମାନେ ୟୁଟ୍ୟୁବ ଚ୍ୟାନେଲ ଅଛି ଯିଏ ବିଏଡ୍ କ୍ଲାସ କରୁଛନ୍ତି, ମୁଁ ସମସ୍ତଙ୍କର କରିଥିଲି। କାହାର ଛାଡି ନଥିଲି, ସମସ୍ତଙ୍କର କରିଥିଲି। ଆଉ ପ୍ରାକ୍ଟିସ ବହୁତ ଜୋରରେ କରିଥିଲି। ମ୍ୟାମ୍ ଯୋଉ ମନ ଦୁଃଖ ହେଲା ମାର୍କ କମିଗଲା ମ୍ୟାମ୍। ମୁଁ ବାୟୋଲୋଜି ଟା ଯେହେତୁ ଫାଷ୍ଟ ମାନେ ଷ୍ଟାର୍ଟ କରିଦେଇଥିଲି, ମୁଁ ପୁରା ନର୍ଭସ ହେଇଗଲି। ମାନେ ମୋ ହାତ ଗୋଡ ଥରିଲା। ମୁଁ ଆଉ ମାନେ ଯୋଉଟା ଠିକ ହବା କଥା ସେଇଟା ବି ମୋର ଭୁଲ ହେଇଗଲା। ବାୟୋ ତ ସେଥିପାଇଁ ମାର୍କ କମିଗଲା, ଅନଏକ୍ସପେକ୍ଟେଡଲି ବହୁତ ବହୁତ ମନ ଦୁଃଖ। ହଁ। ବାୟୋ ତ ଅନଏକ୍ସପେକ୍ଟେଡଲି ବହୁତ ହି କଷ୍ଟ ଆଜ୍ଞା ପଡିଥିଲା। ମୁଁ ବି କ୍ୱେଶ୍ଚିନ୍ ଦେଖିକି ଆଶ୍ଚର୍ଯ୍ୟ। ତ CSIR ଲେଭେଲର ସେ ପକେଇ ଦେଇଛନ୍ତି କ୍ୱେଶ୍ଚିନ୍।
एंड किछि करि भी हबनी जदि भी माने तापरे पिला माने पैनिक भी करिगले कारण बायो एते कष्ट पड़ला एंड समस्ते बायो ऊपर ही निर्भर करके जाइथिले। 15 मिनिट आगे बस बायो क्वेश्चन पढ़ी देछि मो 7टा कि 8टा आछि तापर मो से कांदु जे मु कोन करबी माने मो हाथ गोड़ थरु मु जानि पारुनी त मैम कस्टमर्स कहली कि बहुत गोटे जोटा ठीक होगा मोर भूल है यही क्वेश्चन भी मुझे 60+ रखी देते आराम से किंतु माने पैनिक हो गली मैम। हाँ बहुत पिलांकर एटा ही प्रॉब्लम अछि जेतु से माने बायो देखिकी नर्वस हे गेले तो बाकी गुडा भी टिके माने खराब हे गला आज्ञा मैम तांकर। कम तो सही हिसाब रे भी आज्ञा माने मु कहे पई चाहू स्टूडेंट्स मान को जदि भी क्वेश्चन कष्ट पड़िछि तो कट ऑफ भी हमर कम ही जाइछि नै कि आरो आज्ञा वर्ष मैम जदि हमें कहिबा आरो वर्ष थारु ए वर्ष 2-3 मार्क तमरो कट ऑफ कम जाइछि कारण जदि हमें साइंस रो 51 थिला एबे सब हाँ 47 आछि एथरा 47 हला मिनिमम कट ऑफ जाइछि माणिकेश्वर रो 47 नु नै कि तमरो 56 पर्यंत हाईएस्ट कट ऑफ जाइछि जोडा कि तमरो राधानाथ कटक रे जाइछि। तो सेया हला मो कथा पिला माने जदि क्वेश्चन कष्ट पडिछि तो एटा केबे भी भाबिबनी कट ऑफ बहुत ही हाई जिवो एमिति केबे भी हुए नाही। अच्छा तापरे तो तमे केतेटा अटेंड करिथिलो एग्जाम रे? 25 रे करथिले ए वर्ष हां ए 26 रे 26 केतेटा अटेंड करिथिलो? मैम मु 62 अटेंड करथिली 62 62 अटेंड करथिली आज्ञा ता देरे भी 62 50.5 रहिला तुमरो। हां आज्ञा तो बाकी जदि पिला मानकर प्रायतः गोटे क्वेश्चन थाए कि तमे केते घंटा परिश्रम करथुलो एंड को बुक्स फॉलो मैम करथुलो? आज्ञा नाइ मैम मु कोनोसी बुक फॉलो करनथली मो पाखरे गोटे माने गोटे जो टेक्स्ट बुक बळे थिला ते गोटे आडार थिला पीडीएफ मो पाखरे पैसा नथिला आडार ये किनिया को सत्य कथा मोर सांगटा गोटे किनिथिला ताटू पीडीएफ करी आनिथिली बारी आ गोटे नो मु प्रॉब्लम। गोटे थिला पुराना थिला इग्नो बीएड मो दीदी करथिले तांकर टेक्स्ट बुकटा थिला मु ताकू नै आस्थिली सेटा प्रैक्टिस करथिली आडार सेटा पीडीएफ दे करूथिली बाकी खाली क्लास करछि मु वाईटी रे जत्ते क्लास आछि मु खाली प्रैक्टिस करछि क्लास करछि आ मॉक देइछ मैम आपन तो आडवर्टाइजमेंट जाइथिले ऑफिस तो जाइथिले मॉक हाँ 4टा मॉक तुम्हें तो देइथिली ऑफलाइन मॉक मॉक भी टेस्ट खराब 5टा। बहुत हाँ एमती मिसी मासी रिजल्ट आस्थिल हाँ ऑफलाइन मॉक टेस्ट तो 5टा जोडा आज्ञा कि 4टा पिला को देइथिली मु गोटे प्रोवाइड देइनी हाँ तमे गोटे देई नथलो आज्ञा सेकंड टा देई नथलो तमे। ऑनलाइन देइथिली आज्ञा आज्ञा मैम ओके ओके आ आउ ऑनलाइन सब जा दे हम्म किनी कि नै दे तो मैथ हे गला कि रीजनिंग हे गला किछि भी बही पढ़ नथलो तमे? ନାଇଁ 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 ମୁଁ ସବୁ ଟେଷ୍ଟ ମାନେ ଟେଷ୍ଟ ପେପର ଆଉ କ୍ଲାସ ବି କରୁଥିଲି କିଛି ବହି ମୁଁ କିଛି ଫଲୋ माने କରୁନି कोनोसे सब्जेक्ट में किछि बुक रेफर ଯାହା करिनो? କ୍ଲାସ ए पिला ନାଇଁ माने କିଛି ବହି ଫଲୋ କରିନି सतरे ନାଇଁ बही ମୋର पढ़िनो? ନାହିଁ ନାଇଁ बही नाही। अच्छा ता माने क्लासेस रु आ जा यूट्यूब क्लासेस रु आ पीडीएफ रु जा तमे पढिलो। ओके ता माने बही बिना भी किछि ଆଜ୍ଞା करि हबो जदि माने डेडिकेशन ନିହାତି थिबो ଆମେ तो। ନିହାତି କରିବ ଖାଲି ତାପରେ ଆଉ ୱାଇଟି କ୍ଲାସ କରୁଛି ନା ସେ ଫ୍ରି କରିବ ନାହିଁ अच्छा अच्छा आउरी गोटे कथा माने तुमे माने तुम घरे सब केमती कोन बैकग्राउंड माने तमरो बाबा के अछंती कि टीचर माने एई लाइन को कोन पे चूज करलो व्हाई बीएड? ନାଇଁ ନାଇଁ ଆମ ଘରେ ନାଇଁ ବାବାଙ୍କ କ୍ୱାଲିଫିକେସନ ଏତେ ନାହିଁ ଆମର କ୍ରସର ଅଛି ଷ୍ଟୋନ କ୍ରସର हाँ ଆମ ଘରେ କେହି ଗଭର୍ଣ୍ଣମେଣ୍ଟ ଚାକିରି ନାଇଁ କରିନାହାନ୍ତି କିଛି ନାହିଁ ଆମ ଘରେ ଚାକିରି କରିଛନ୍ତି ପ୍ରାଇଭେଟ ଚାକିରି ପ୍ଲସ ଟୁ ସବୁ ଇଞ୍ଜିନିୟରିଂ ଲାଇନରେ ପଳେଇଛନ୍ତି ମୁଁ ଏଇ ଲାଇନରେ ପଳେଇ ଆସିଛି अच्छा तमे को कॉलेज पढुथिलो प्लस 3 को कॉलेज पढुथिलो? ଘରେ କହିକି ଆସିଥିଲି टिके नेटवर्क इश्यू रहउची बोधे अरूप। ମ୍ୟାम ପ୍ଲସ ଥ୍ରୀ ମୋର ରଘୁନାଥ ଜୀଉ କଟକ ଦେଉଳ ସାଇରେ ମ୍ୟାମ अच्छा 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 रघुनाथ जीव ପ୍ଲସ कटक ଆଜ୍ଞା ମ୍ୟାମ रघुनाथ जीव कटक रु करथुलो ଆଜ୍ଞା आ ମ୍ୟାମ एटी भुवनेश्वर रे कोठी हॉस्टल रे रहउचो? ଆଜ୍ଞା अच्छा भुवनेश्वर रे केते ନାଇଁ वर्ष? ନାଇଁ ମୁଁ କଟକରେ ରହୁଛି ମୁଁ ओहो ପିଇସି ଘରେ रहुଛି भुवनेଶ୍ୱରରେ ମୋ ଦିଦି ଘର ଅଛି ओ ନୟାପଲ୍ଲୀ अच्छा 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 ओहो हमर एठी ऑफिस पाखरे ही रहउचो तमे? ଆଜ୍ଞା ଆଜ୍ଞା अच्छा ओहो अच्छा आउ कोन तमे कुह तम एक्सपीरियंस कुह तम कथा ही जानिया पॉडकास्ट तो तम विषय रे। ଆଜ୍ଞା ମ୍ୟାମ ଏକ୍ସପିରିଏନ୍ସ କଣ ମ୍ୟାମ ମାନେ ଦିନକୁ ସେମିତି କହିବାକୁ ଗଲେ କିଛି ଫିକ୍ସ ଟାଇମ ନଥାଏ ମୋର ଯେ ଏତିକିବେଳେ ପଢିବି ଏତେବେଳେ ଉଠିବି ଏତେବେଳେ ଶୋଇବି ସେମିତି କିଛି ନଥାଏ ଗୋଟେ ଟାର୍ଗେଟ ଇଏ କରିଥିଲି କି ଦିନକୁ ମୋର ଏତିକି ସାରିବାର ଅଛି ସେ ପଛେ 2 ଘଣ୍ଟା ଲାଗୁ 4 ଘଣ୍ଟା ଲାଗୁ 5 ଘଣ୍ଟା ଲାଗୁ ମୁଁ ତାକୁ ଲେଖିକି ରଖେ ଏମିତି କହିବେ ମୁଁ ଦେଖେଇ ପାରିବି
ଦେଖୁନାହାନ୍ତି ଛୋଟ ଛୋଟ ଦେଖନ୍ତୁ। କାଗଜ ମ୍ୟାମ୍। ଆଜ୍ଞା ମ୍ୟାମ୍ ଟିକେ ରୁହନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା। ଏତିକି ଏତିକି ମ୍ୟାମ୍ ମୁଁ ସବୁ ଲେଖିକି ରଖେ, ଏଇଟା ଏତିକି ବେଳେ ପଢିବି, ଏଇଟା କେତେବେଳେ ପଢିବି, ଏମିତି ସବୁ ମୋର ଅଛି ମ୍ୟାମ୍। ତାକୁ ସବୁ ମୁଁ ଲେଖିକି ରଖେ, ଏଇଟା ସବୁ ହେଇଯାଏ ଦିନକୁ ଯେତିକି ଟାଇମ୍ ରଖିଥାଏ ପ୍ରାୟ କମ୍ପ୍ଲିଟ୍ ହେଇଯାଏ, 90% 8% କମ୍ପ୍ଲିଟ୍ ହେଇଯାଏ। ସେଇଟାକୁ ମୁଁ କରେ ମ୍ୟାମ୍, ଏମିତି ଲେଖିଛି ଏଇଟା କି ଆଜି ବାୟୋଲୋଜି 2 ଘଣ୍ଟା ପଢିବି ଏଇ ସବଜେକ୍ଟ, ଏମିତି ସବୁ ଆମେ କରିକି ରଖେ, କେତେବେଳେ କଣ ପଢେ ସେଟା ଲେଖିକି ରଖେ ପୁରା। ମାନେ ସେଇଟା ଗୋଟେ ମ୍ୟାମ୍ ଦିନ ପୁରା ଟାଇମ କମ୍ପ୍ଲିଟ୍ ଟେବୁଲ କରିଦେଇଛ ତମେ, ଆଉ ସେଇ ଗୋଟେ ଦିନ ଟାର୍ଗେଟ ତମେ ଆଚିଭ କରିବା ପାଇଁ ଚେଷ୍ଟା କର। ଚେଷ୍ଟା କରେ ମ୍ୟାମ୍। ସେଇଟା ତ ହେଇଗଲେ ହଁ, ମାନେ ନିଦ ଟା ଭଲ ହୁଏ, ନହେଲେ ମ୍ୟାମ୍ ଭଲ ଲାଗେନି, ନହେଲେ ମନ ଦୁଃଖ ବ୍ୟାକଗ୍ରାଉଣ୍ଡରେ ହୁଏ। ଚାଲିଥିବ କିଛି ଗୋଟେ ରହିଗଲା ମୋର। ତ ରହିଯାଏ ଷ୍ଟୁଡେଣ୍ଟ ଆମେ ତାପରେ ମାନେ ଏଇଠୁ ଗୋଟେ ଜିନିଷ ଶିଖିଲେ କି ଡେଲି ଟାର୍ଗେଟ ନିଅ, ନାଇଁ କି? ଆଜ୍ଞା ମ୍ୟାମ୍ ଡେଲି ଟାର୍ଗେଟ ନିଅ ଆଉ ତାକୁ ଆଚିଭ କରିବା ପାଇଁ ଚେଷ୍ଟା କର। ମାନେ ଏତେ ବି ନାହିଁ ଯେ ମୁଁ ଆଜି ପୁରା ବାୟୋଟା ସାରିଦେବି, ଆଜି ପୁରା ମ୍ୟାଥଟା ସାରିଦେବି, ସେମିତି ନା ମ୍ୟାମ୍। ଆଜି ମ୍ୟାଥରେ ସାରିବି, ନମ୍ବର ସିଷ୍ଟମରେ ଏଇ ପାର୍ଟଟା ସାରିପାରିବି, ଏତିକି ସାରିବି। ବାୟୋଲୋଜିରେ ସେଲ୍ ବାୟୋଲୋଜି ସାରିବି, ଅଧା ସାରିବି, ଯେତିକି ସାରିବି ସେତିକି। ଏମିତି ନାହିଁ ହୁଁ। ମୁଁ ସେଲ୍ ବାୟୋଲୋଜି ଗୋଟେ ଦିନ ସବୁ ସାରିଦେବି ମ୍ୟାମ୍, ସେଇଟା କରିବା କଥା ନୁହେଁ। ଯେତିକି ଅଳ୍ପ ଅଳ୍ପ ଟାର୍ଗେଟ ନେଲେ ମ୍ୟାମ୍ ଏକ୍ସାମ୍ ପୂର୍ବରୁ ହେଇଯିବ ମ୍ୟାମ୍। ଆଚ୍ଛା, ଯେତେ ବି ଆମର ସବୁ ସବଜେକ୍ଟ ଅଛି, ସବୁଠୁ ଆଜ୍ଞା କଷ୍ଟ କୋଉଟା ଲାଗେ? ମ୍ୟାମ୍ ଫିଜିକ୍ସଟା କଷ୍ଟ, ଯେହେତୁ ମୋର ଜୁଲୋଜି ଥିଲା, ମୁଁ ଫିଜିକ୍ସ ସହିତ ପୁରା ଛାଡି ଦେଇଥିଲି, +2 ରେ ହିଁ ପଢିଥିଲି, ତାପରେ ମୋର ଆଉ ଆଚ୍ଛା, ନାହିଁ। ଯେତିକି ମୁଁ ଫିଜିକ୍ସ ଜାଣିଛି ମତେ ତମେ ଏଥର ସିପେଟ ବି ଦେଇଥିଲ ନା? ଆଜ୍ଞା ମ୍ୟାମ୍ ଦେଇଥିଲି। ହଁ, ତ ମାନେ ସିପେଟ ଦିଟା ଅପସନ ରଖିଥିଲ, ଏଇଟା ନହେଲେ ସେଇଟା, ଯୋଉଟା ବି ଗୋଟେ। ବଡବାପା କହିଥିଲେ କି ଦେଇଦେ, କଣ ହଉଛି ଦେଖିଦେ, ମୁଁ ଦେଇଥିଲି, 40 ମାର୍କ ଥିଲା ମୋର। ଆଚ୍ଛା ଆଚ୍ଛା। ନା ମାନେ ସିଏ ବି ପଢାପଢି ପୁଣି କଲେ। ଏଇ ବିଏଡ୍ ପଢିକି ସେ ଜୁଲୋଜି ବଟନୀ କୋଶ୍ଚିନ୍ କିଛି ଆସିଗଲା ମ୍ୟାମ୍, ଆଉ ଓ ସେଇଥିରେ ରହିଗଲା। ଆଚ୍ଛା ଆଚ୍ଛା ଆଚ୍ଛା, ମାନେ ଏମିତି ସ୍ପେସିଫିକାଲି ପଢିନଥିଲ। ପଢିନି ଟୋଟାଲ ପଢିନି ତାଙ୍କ। ଓକେ ଓକେ ଓକେ, ତାପରେ ମାନେ ତମେ ଏବେ ନିଜକୁ କୋଉଠି ଦେଖିବାକୁ ଚାହୁଁଛ? ଏବେ ତ ତମେ ବିଏଡ୍ ପଢିବ, ତାପରେ କଣ କରିବା ପାଇଁ ଚାହୁଁଛ? ମ୍ୟାମ୍ ଟିଜିଟି ଦେବି, ଓଟିଟି କ୍ଲିୟର କରି ଟିଜିଟି ଦେଇକି ମାନେ ଟିଚର ହବା ହିଁ ଚାହୁଁଛି ମ୍ୟାମ୍। ମାନେ ତମେ ଏଇ ଟିଚିଂ ଲାଇନ ରେ ହିଁ ପକ୍କା ଯିବ, ଯାହା ହେଇଯାଉ। ଯାହା ହେଇଯାଉ ମ୍ୟାମ୍, ମୁଁ ଏଇଠି ହିଁ ରହିବି। ଆଚ୍ଛା, ଆଉ କଣ କହିବ? ଆଉ କଣ କୁହ ତୁମ ବିଷୟରେ? ଆ ମାନେ କେମିତି ସାଙ୍ଗମାନେ କେମିତି ରିଆକ୍ଟ କଲେ, କି ଘର ବାଲା କଣ କହିଲେ? ନାଇଁ ଘର ବାଲା ମ୍ୟାମ୍ ସପୋର୍ଟ ଥିଲା ମୋର ପାଖରେ, ସେ ମାନେ ଘର ବାଲା କହୁଥିଲେ କି ତୁ ପାରିବୁ, ତୁ କରେ, ଯାହା କରୁଛୁ କରେ, ତୋ ଇଚ୍ଛା ଯଦି ହଉଛି ତୁ କରେ, କିଛି ଅସୁବିଧା ନାହିଁ ଆମର। ବର୍ଷେ ଟାଇମ୍ ନେ, 2 ବର୍ଷ ଟାଇମ୍ ନେ, ତୋ ଇଚ୍ଛା, ତୋତେ ଯୋଉଟା ମନ ହଉଛି ତୁ କର। ସାଙ୍ଗ ମାନଙ୍କର ବି ସପୋର୍ଟ ଥିଲା ମ୍ୟାମ୍। ସାଙ୍ଗମାନେ ସମସ୍ତେ କହୁଥିଲେ ହଁ ତୋର ହେଇଯିବ, ତୁ ପଢାପଢି କରୁଛୁ ହେଇଯିବ। ମୁଁ ମ୍ୟାମ୍ ବହୁତ ଟିକେ ବୁଲେ, ସନ୍ଧ୍ୟାବେଳେ ମୁଁ ସବୁବେଳେ ବୁଲେ, ମୋର ଘଣ୍ଟେ 2 ଘଣ୍ଟା ମୁଁ ବୁଲିବାକୁ ଯାଏ, ମାନେ ବିଏଡ୍ ଟାଇମ୍ ରେ ତା ପୂର୍ବ ଦିନ ବି ବୁଲିବାକୁ ଯିବି। ମୋ ନ ବୁଲିଲେ ମୋର ହବ ନାହିଁ। ସେ ଗୋଟେ ସାଙ୍ଗଟା ଅଛି ମୋର, ତା ନାଁ ଦୀପକ। ଆଉ ଜଣେ ଅଛି ଆଦିତ୍ୟ, ତାଙ୍କର ସେ ଭରସା କି ତୁ ବୁଲିବୁ, ପାଠ ପଢିବୁ, ତତେ ଆମେ ବୁଲେଇକି ତୋ ମାଇଣ୍ଡ ଫ୍ରେଶ କରିବା ଦାୟିତ୍ୱ ଆମର। ସେ ସବୁଦିନ ମତେ ବୁଲେଇକି ନେବେ, ଖାଇବାକୁ ଦେବେ, ସବୁ କରିବେ। ମାନେ ସପୋର୍ଟ ତ ଥିଲା ମ୍ୟାମ୍ ମୋ ପାଖରେ। ଆଉ କିଛି ଅସୁବିଧା କରେଇ ଦଉଥିଲେ, ଯୋର ଯାହା ମାନେ ଅସୁବିଧା ହଉଥିଲା ସେ ସବୁ ଇଏ କରିଥିଲେ, ମାନେ ଏମିତି କି ମାନେ କଣ ପଢିବାକୁ ହେଲେ ବହି ଫହି ବି ଆଣି ଦେଇ ଦିଅନ୍ତି, ପେନସିଲ ରବର ଇଏ ହେଲେ ବି ସେ ଆଣି ମତେ ଫୋନ କରିବେ କଣ କରୁଛୁ, ମୁଁ କହିବି ନାଇଁ ଯାଉଥିଲି ଗୋଟେ ପେନସିଲ ପାଇଁ, ଯାଉଥିଲି ଗୋଟେ ପେନ୍ ପାଇଁ, କିଛି ବି ସେ ଆଣିକି ତୁ ଥା ପଢୁଥା, ଆମେ ନେଇ ଦେଇ ଦଉଛୁ, ଏମିତି ଆଣି ଦେଇ ବିି ଯାଆନ୍ତି। ବହୁତ ସପୋର୍ଟ ଥିଲା ମ୍ୟାମ୍, ମାନେ ଘରେ ଆଉ ସାଙ୍ଗମାନଙ୍କୁ ବି। ସାଙ୍ଗମାନେ ତମକୁ ବହୁତ ଭଲ ମିଳିଛନ୍ତି ନା? ବହୁତ ଭଲ ମିଳିଛନ୍ତି ମ୍ୟାମ୍, ବହୁତ ବଢିଆ ସାଙ୍ଗ ମୋର ମ୍ୟାମ୍। ଏଇଭଳିଆ ସାଙ୍ଗ ମିଳିବା ବି ବହୁତ କଷ୍ଟ ଜୀବନରେ, ନା ଜୀବନରେ ତମେ କିଛି କର ନ କର ସାଙ୍ଗ ତମର ଭଲ ଅଛନ୍ତି ନାଇଁ? ଭୁଲି ହବନି ମ୍ୟାମ୍। ନାଇଁ ମ୍ୟାମ୍। ସେମାନେ ବି ପଢାପଢି କରୁଛନ୍ତି? ହଁ ହଁ ପଢାପଢି, ଜଣେ ପିଜି କରୁଛି, ଆଉ ଜଣେ MBA କରୁଛି ମ୍ୟାମ୍। ଆଚ୍ଛା ଆଚ୍ଛା, ତ ସେମାନେ ଯେମିତି ତମକୁ ସାହାଯ୍ୟ କଲେ, ତମେ ବି ତାଙ୍କ ପାଇଁ ରହିବ, ଏମିତି ନାଇଁ ଯେ ହଁ ଗୋଟେ ଆଡୁ ନିହାତି। ହେଲା, ତ ତମେ ବି ଆଜ୍ଞା ତାଙ୍କ ମ୍ୟାମ୍। ପାଇଁ ରହିବ। ଆଣ୍ଡ ଆଉ ଆଜ୍ଞା ମ୍ୟାମ୍। କଣ ଏକ୍ସପିରିଏନ୍ସ ସେୟାର କରିବା ପାଇଁ ଚାହୁଁଛ? ତମେ ହିଁ କହିବ, ମତେ କିଛି କହିବାର ନାହିଁ, ମୁଁ ତ ସବୁବେଳେ ଗପୁଛି। ଆଜ୍ଞା। ଆଉ କଣ? ପିଲାମାନଙ୍କୁ କହିବି କି ଯଦି ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି, ବିଇଡି ମାନେ 27 ଯୋଉମାନେ ଦେବେ, ମାନେ ଏବେଠୁ ଲାଗିଯାଆନ୍ତୁ। ସେ ଥିବ 2 ମାସ 3 ମାସ, ଦେଖନ୍ତୁ ମ୍ୟାମ୍ ସମସ୍ତଙ୍କର ମୁଣ୍ଡ ଠିକ, ମାନେ ମୁଁ ଜଲ୍ଦି ପାଠଟା ବୁଝି ପାରେନି, ମୁଁ ଧୀରେ ଧୀରେ ବୁଝେ, ତ ମତେ ଟାଇମ ଅଧିକ ଲାଗିବ। ଯିଏ ଜଲ୍ଦି ପାଠ ପଢେ ସିଏ ତାର ଜାନୁଆରୀ ପଢିବ, ସିଏ ତାର 3-4 ମାସ କ୍ଲିୟର କରିଦବ। 3-4 ଯଦି ମାସରେ ମୁଁ କ୍ଲିୟର ସ୍ଲୋ କରିଦବ। ପ୍ରୋସେସ, ମୁଁ ହୁଁ ଏବେଠୁ ଷ୍ଟାର୍ଟ କରିଦବା କଥା, ମାନେ ହୁଁ ଯୋଉମାନେ ଟାର୍ଗେଟ ରଖିଛନ୍ତି ତ ଏବେଠୁ ଷ୍ଟାର୍ଟ କରିଦିଅନ୍ତୁ। ଏବେଠୁ ଷ୍ଟାର୍ଟ କଲେ ଆପଣଙ୍କ ପାଇଁ ସହଜ ହବ। ଆଉ ଆପଣ ଫେବୃଆାରୀ, ମାର୍ଚ୍ଚ କି ଏପ୍ରିଲରେ ଆରମ୍ଭ କରିବେ, ଆମେ ସରିବନି ହବନି, ସେତେବେଳେ କହିବେ ଆମର ହେଲା ନାହିଁ, କିଛି ହେଲାନି। ଯାହାର କରିବାର ଅଛି ତ ଏବେଠୁ ହିଁ ଷ୍ଟାର୍ଟ କରିଦିଅନ୍ତୁ, ଏବେଠୁ ପଢାପଢି ଆରମ୍ଭ କରିଦିଅନ୍ତୁ। ଆଚ୍ଛା, ତାମାନେ ଆଜ୍ଞା ଅର୍ଲି ପ୍ରିପାରେସନ ଇଜ ଅ କି ଟୁ ସକ୍ସେସ୍।
ଆଜ୍ଞା ମ୍ୟାମ୍। ମାନେ ଯେମିତି ସମସ୍ତଙ୍କର ପ୍ରୋସେସିଂ ଅଲଗା, ସମସ୍ତେ ଏକା ଆଜ୍ଞା ଭଳିଆ ପଢି ପାରନ୍ତିନି। ହଁ। ନାଇଁ ମ୍ୟାମ୍, ମୋର କଥା କହୁଛି, ମୁଁ ଜଲ୍ଦି ପାଠ ଧରି ପାରେନି। ମୁଁ ଗୋଟେ କଥା 3 ଥର 4 ଥର 5 ଥର ଶୁଣିଲା ପରେ ମୋ ମୁଣ୍ଡରେ ପଶିବ, ମୁଁ ଏଟା ପଢିଲା ପରେ ମୁଁ ଜାଣିବି। ଅଲଗା ପିଲା ସମସ୍ତଙ୍କ ଅଲଗା ଅଲଗା, କିଏ ଗୋଟେ ଥର ଶୁଣିଦିଏ, କିଏ ତାକୁ 10 ଥର ହୁଁ ଲାଗେ। ତ ହୁଁ ସେଇ ଅନୁସାରେ ତ ନିଜକୁ ତ ସମସ୍ତେ ନିଜକୁ ଚିନ୍ତା ନା, ମୁଁ କେତେ ପାରିବି, ମୁଁ କେତେ ଥରରେ ଗୋଟେ କଥାକୁ ଶୁଣି ପାରିବି, ଜାଣିପାରିବି। ତ ଏବେଠୁ ହିଁ ଯିଏ ଷ୍ଟାର୍ଟ କରିବା କଥା ଏବେଠୁ ହିଁ କରିଦିଅନ୍ତୁ। ଆଗକୁ ହଇରାଣ ହେବେନି, ଆଗକୁ ତ ନିହାତି ହେଇକି ରହିବ। ଏବେଠୁ ଷ୍ଟାର୍ଟ କଲେ ନିହାତି ହେଇ ରହିବ। ଆଉ ଆଉ ମାନେ ସବୁଦିନ ପଢିବାକୁ ଟିକେ ଚେଷ୍ଟା କରିବେ। ମାନେ ଏମିତି ହେଇଗଲା କି ଆଜି ପଢିଦେଲି 10 ଦିନ ପରେ ଆଉ ଥରେ ଷ୍ଟାର୍ଟ କରି, ପୁଣି 10 ଦିନ ପରେ, ପୁଣି ମାସେ ପରେ ଷ୍ଟାର୍ଟ କରି, ସେମିତି ମ୍ୟାମ୍ ହୁଏ ନାହିଁ। ଡେଲି ଡେଲି କିଛି ପଢିଲେ ମ୍ୟାମ୍ ସେଟା ରୁହେ, ପ୍ରିପେୟାର ରୁହେ, ଆଉ ମାଇଣ୍ଡରେ ଥାଏ ସେ ଜିନିଷ। ଆଉ ଯୋଉଟା ପଢିଲେ ସେଇଟାକୁ ମାନେ 2-3 ଦିନରେ ରିଭାଇଜ କରିହବ, ମାନେ ମନେ ପକେଇବ। ଯୋଉଟା ନ ମନେ ପଡିଲା ଦେଖିବ ତାକୁ ଆଉଥରେ, କଲେ ମ୍ୟାମ୍ ହବ। ଆଉ ସେମିତି ଗୋଟେ ଦିନ ପଢିକି 5 ଦିନ ଗ୍ୟାପ୍ ନେଇକି ପଢିଲେ ହବ ନାହିଁ। ମୁଁ ଡେଲି ପଢୁଥିଲି ମ୍ୟାମ୍, କିଛି ନା ଘଣ୍ଟେ ହଉ 2 ଘଣ୍ଟା ହଉ ଡେଲି ପଢିବାକୁ ପଡିବ ଆପଣଙ୍କୁ। ଡେଲି ଡେଲି ପଢୁଥିଲ? ପଢିଲେ, ଆଜ୍ଞା ମ୍ୟାମ୍, ଆଚ୍ଛା। ଡେଲି ପ୍ରାକ୍ଟିସ, ଡେଲି ଦେଖୁଥିଲି, ସବୁ କରୁଥିଲି ମ୍ୟାମ୍। ବହୁତ ଆମ ବଢିଆ। ସାଇନ୍ସ ପିଲାଙ୍କର ମ୍ୟାମ୍ ତ ମ୍ୟାଥ ତ ପୁରା ୱିକ୍। ମୋର ମ୍ୟାଥ ସବୁଠୁ ଭଲ ହୁଏ। ମ୍ୟାଥ ମୋର ଏଥର ଥିଲା 15, ମ୍ୟାଥ ହିଁ ମତେ ବଞ୍ଚେଇଦେଲା। ମ୍ୟାଥରେ ମୋର 15 ମାର୍କ ଥିଲା, ମ୍ୟାଥରେ ହିଁ ରହିଗଲା। ପିଲା ମ୍ୟାଥ ଡରନ୍ତି, କିନ୍ତୁ ମ୍ୟାଥଟା ହିଁ ଆକ୍ଚୁଆଲି ପାର୍ଟରେ ମ୍ୟାଥଟା ହିଁ ଆମର ବେଶୀ ସହଜ। ମ୍ୟାଥ ଆଉ ବାୟୋ ଯିଏ କରିଦବ ତାର କିଛି ଦରକାର ନାହିଁ। ମାନେ ମେନ୍ ହେଲା ଯଦି ଗୋଟେ ପୋର୍ସନ କଷ୍ଟ ପଡୁଛି ଆଉ ଗୋଟେ ସହଜ ପଡିବ। କିନ୍ତୁ ଆଜ୍ଞା ପିଲା ଆଜ୍ଞା ଯଦି ଛାଡି ଦଉଛନ୍ତି ପୁରା ଗୋଟେ ପୋର୍ସନ, ତାହେଲେ ଅସୁବିଧା ଆଉ। ହଁ ମ୍ୟାମ୍, ଆପଣ କହିବେ ମୁଁ ଫିଜିକାଲ ସାଇନ୍ସ ପାର୍ଟଟା ଛାଡିଦେବି, ଛାଡି ପାରିବେନି। ଆପଣ ଯଦି କହୁଛନ୍ତି ଆପଣ ଫିଜିକ୍ସ ଛାଡି ଦିଅନ୍ତୁ, କେମିଷ୍ଟ୍ରି ପଢନ୍ତୁ, କେମିଷ୍ଟ୍ରି ଛାଡି କେମିଷ୍ଟ୍ରି ଦିଅନ୍ତୁ। ତ କିନ୍ତୁ ଏଥର ପୁରା ସହଜ 20 ମାର୍କ, ପଡୁଥିଲା। ଆଜ୍ଞା ମ୍ୟାମ୍, ଯଦି 20 ମାର୍କ ଛାଡିଦେବେ ତ ଅସୁବିଧା ହବ ନା ମ୍ୟାମ୍। 10 ମାର୍କ ଛାଡି ପାରିବେ। ଗୋଟେ ପାଠକୁ ଆପଣ ସବୁ ତ କଭର କରିହେବନି, 10 ମାର୍କ ପଢିପାରିବେ। କିନ୍ତୁ ଆପଣ 2ଟା ପୋର୍ସନ ପୁରା ଛାଡି ପାରିବେନି। ଆଉ ତ ସବୁ ପଢିବାକୁ ପଡିବ, ବାୟୋ ହଉ ମ୍ୟାଥ ହଉ, ସବୁ ତ ପଢିବାକୁ ପଡିବ ଆପଣଙ୍କୁ। ସବୁ ନ ପଢିଲେ ମ୍ୟାମ୍ ହେଇପାରିବ ନାହିଁ। ହୁଁ 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 ହୁଁ। ଆଚ୍ଛା। ଆଉ ଯୋଉ କମ୍ପଲସରୀ ପାର୍ଟରେ ତମର କେତେ କଣ ସ୍କୋର ଥିଲା? ଯୋଉ 40 ମାର୍କ କମ୍ପଲସରି, ଥିଲା? ହଁ ମୋର ମ୍ୟାମ୍ ଟିକେ ଇଂଲିଶ ୱିକ୍, ଇଂଲିଶ ଖରାପ ଥିଲା ମୋର, ବୋଧେ 5-6 ମାର୍କ ଥିଲା। ମ୍ୟାମ୍ ଟିଚିଂ ଆପ୍ଟିଟ୍ୟୁଡ୍ ମୋ ଫୁଲ୍ ମାର୍କ ଥାନ୍ତା। ଟିଚିଂ ଆପ୍ଟିଟ୍ୟୁଡ୍ ଏଇ ମାନେ ଯେହେତୁ ମାନେ ପ୍ୟାନିକ ହେଇଗଲି, ଲାଷ୍ଟକୁ ମୁଁ ଭୁଲ କରିଦେଲି। 3ଟାକ ମ୍ୟାମ୍, ମୁଁ ମାନେ 3ଟା କୋଶ୍ଚିନ୍, 4ଟା ଅପସନରୁ ମୁଁ 2ଟା ନା କାଟି ଦେଇଥିଲି, ଆଉ 2ଟା ନା ଅପସନ ଥିଲା। ଆଉ ସେ 2ଟାରେ ଆନ୍ସର ଥିଲା, ମୁଁ କିନ୍ତୁ ଭୁଲ ଅପସନ 3ଟାକ ମାରିକି ଆସିଲି। ମାନେ ଏତେ ପ୍ୟାନିକ ମୁଁ ଥିଲି। ହଁ ତମେ ସେଇଟା ସେଇଟା ମତେ ଗୋଟେ କଥା। କହିଥିଲ। ହଁ ହଁ ଆଜ୍ଞା। କହିଥିଲ ମତେ, ମୋର ଏବେ ଆଉ ମନେ ପଡୁଛି। ରିଜନିଂ ମ୍ୟାମ୍ ଭୁଲ ଭାଲ କଣ ହେଇଗଲା ମ୍ୟାମ୍, ଆଉ ତ ହେଲା ନାହିଁ। ମୁଁ ରିଜନିଂ କେବେ ମାର୍କ ହିଁ କଟେନି, ମୁଁ ସବୁବେଳେ ମାନେ 10 ତମେ 10 10 ଆଗେ 10। କମ୍ପଲସରୀ କରିନଥିଲା, ଆଗେ ବାୟୋରୁ ଷ୍ଟାର୍ଟ କଲ? ବାୟୋ ମୁଁ ଧରିଥିଲି। ଯେହେତୁ ବାୟୋ ସବଜେକ୍ଟ ମ୍ୟାମ୍, ମୁଁ ବାୟୋ ହିଁ ଯାଇଥିଲି ଆଗେ। ଆଉ ସେଇଠି ତ ମୁଣ୍ଡ ଖରାପ ଯେହେତୁ ହେଇଗଲା ତମର ମ୍ୟାମ୍, ଆଉ ଅନର୍ସ ତ ଥିଲା ତମେ ଭାବିଲ ମୁଁ ବାୟୋରେ ପୁରା ଉଡେଇଦେବି, ଆଉ ତାପରେ ପୁରା ଉଡିଗଲା। ଯାହା କରିବି ଆଉ ସେଇଠି ତାମାନେ ପ୍ଲାନିଂ ହେଇଗଲା। ପିଲାମାନେ ଯୋଉମାନେ ବି ଦେଖୁଛ, ଆଟଲିଷ୍ଟ କମ୍ପଲସରୀ ପାର୍ଟରୁ ସବୁବେଳେ ଷ୍ଟାର୍ଟ କର। ଆଜ୍ଞା ମ୍ୟାମ୍, ସେଇଟା କମ୍ପଲସରୀ ହେଲା ପାର୍ଟରେ କଥା। 40ରୁ ମିନିମମ୍ 30 ରଖିବାକୁ ଚେଷ୍ଟା କର। ବେଶୀ ନ ହଉ 30 ମ୍ୟାମ୍, 30 ରଖିବାକୁ ତ ଚେଷ୍ଟା ଆରାମସେ କର। ହବ। ହଁ। ଆରାମରେ ଆଉ 30 ଆମେ ମାର୍କ ରହିଯିବ। ହଁ ପିଲାଙ୍କୁ ସବୁବେଳେ ସେଇଟା କହିଥାଉ କି ସବୁବେଳେ କମ୍ପଲସରୀ ପାର୍ଟ, ଆଉ ମୁଁ ତମକୁ ବି ବାରମ୍ବାର କହିଛି। ଆଜ୍ଞା ମ୍ୟାମ୍, ବଟ୍ ତମେ ସେଇଠିକି କମ୍ପଲସରୀ ମନେ ହେଲା କେଜାଣି, ନାଇଁ କି? ଭୁଲିଗଲ। ବାୟୋ କଥା ମନେ ପଡିଗଲା ମ୍ୟାମ୍, ଆଉ କଣ କରିବି। ଆରେ ଦେଖ, ସିମ୍ପଲ କଥା, କୋଶ୍ଚିନ୍ କେତେବେଳେ ସାଇନ୍ସର ସବୁବେଳେ ମନେ ରଖିଥିବ, 4ଟା ସବଜେକ୍ଟରୁ 2ଟା ଯେମିତି ହେଲେ କଷ୍ଟ ପଡିବ। ଆରଥରକ ଯଦି ଆମେ 2025 କଥା କହିବା, ଫିଜିକ୍ସ କେମିଷ୍ଟ୍ରି କଷ୍ଟ ପଡିଥିଲା। ଏଥର ଫିଜିକ୍ସ ଆଉ ବାୟୋ। ଆରଥରକ ବାୟୋ ପଡିବ। ଯେମିତି ହେଲେ 2ଟା ସବଜେକ୍ଟ, ଆଉ ନହେଲେ ପିଲାଙ୍କୁ କାଟିବ କେମିତି ସେ? ଏଇଆ ଆଜ୍ଞା ହେଲା ଜିନିଷ। ହଉ, ଠିକ ଅଛି। ତ ଆଇ ହୋପ ପିଲାମାନେ ତମେ ନିହାତି କିଛି ଶିଖି ପାରିଥିବ ଅରୁପ ଠାରୁ। ଆଣ୍ଡ ଅରୁପ, କଂଗ୍ରାଚୁଲେସନ୍ସ। ଆଣ୍ଡ ଏବେ ତ ଜର୍ଣ୍ଣି ଷ୍ଟାର୍ଟ ହେଲା ନା କଣ? ଆଜ୍ଞା ମ୍ୟାମ୍। ଆଉ ସେମିତି ତ ଆମେ ତ ଏଇଠି ଅଛୁ, ଯେତେବେଳେ ଆସିବା ଆଉ। ଓକେ, ଚାଲ। ଆଜ୍ଞା ଥ୍ୟାଙ୍କ ମ୍ୟାମ୍, ୟୁ। ମୁଁ ତ ଅଫିସ ଦେଖିଛି। ଥ୍ୟାଙ୍କ ୟୁ ଭେରି ଥ୍ୟାଙ୍କ ୟୁ ମଚ୍। ମ୍ୟାମ୍। ଚାଲ, ବାଏ ବାଏ।